ଆମର ଏଇଠି ସକାଳର ଶୀତ କାକରରେ କୁହୁଡ଼ି ପାଗରେ ଶୀତୁଆ ଖରାରେ ବଡ଼ି ପକା ଚାଲିଛି। ତେଲୁଗୁ ଲୋକର କାମ ଓଡ଼ିଆ ଲୋକ କରୁଛନ୍ତି। ବଡ଼ି ପକା ଚାଲିଛି ଏବେ ବର୍ତ୍ତମାନ। କଖାରୁ ବଡ଼ିର କାର୍ଯ୍ୟକ୍ରମ ସରିଲା, ଏବେ ଫୁଲ ବଡ଼ିର କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ବର୍ତ୍ତମାନ ଆମେ ଶେଷ ପର୍ଯ୍ୟାୟରେ ପହଞ୍ଚିଛୁ। ବଡ଼ି ଖାଇଲା ପରେ ଜଣାପଡ଼ିବ ବଡ଼ିର କେମିତି ପ୍ରିପାରେସନ୍ ହେଇଛି। ଏଇଟା ଆପଣ ଦେଖୁଛନ୍ତି ସମ୍ବଲପୁର ସହରର ପାରିପାର୍ଶ୍ୱିକ ଦୃଶ୍ୟ। ଏପଟେ ପାହାଡ଼, ଚାରିଆଡ଼େ ପାହାଡ଼ ଘେରା ଭିତରେ ଏ ସମ୍ବଲପୁର ସହର ଅଛି। ଆମେ ଯେଉଁ ସ୍ଥାନରେ ବସବାସ କରୁଛୁ ଅର୍ଥାତ୍ ସାକ୍ଷୀପଡ଼ା ଅଞ୍ଚଳର ଏଇଟା ଦୃଶ୍ୟ। ଏପଟେ ବି ପାହାଡ଼ ଅଛି, ଚତୁର୍ଦିଗରେ ପାହାଡ଼ ଘେରା ସହର ଇଏ। ଏଠି ପାହାଡ଼ ଭିତରେ, ସହର ଭିତରେ 3ଟା ପାହାଡ଼ ଅଛି। ଏଠି ଆପଣ 2ଟା ଟାୱାର ଦେଖିପାରୁଛନ୍ତି। ଏଠି ଆମର ଅଫିସ୍ ଅଛି, ଦୂରଦର୍ଶନ ଅଫିସ୍ ଅଛି। ଏଠୁ ଆମେ ଯିବା ଆସିବା କରୁଛୁ। 2 କିଲୋମିଟର ଦୂର ଆମର ଏଇ ବାସସ୍ଥାନର। ଏଇଟା ଆଉ ଥରେ ଭଲ ଦେଖିଦିଅନ୍ତୁ। ବଡ଼ି ପକା ଚାଲିଛି, ଖରା ନାହିଁ, ବଡ଼ି ଖରା ଦରକାର, କିନ୍ତୁ ଆମେ ସେସବୁ ଚିନ୍ତା ନକରି ଆମ କାମ ଆମେ କରୁଛୁ। ମାନେ ସବୁ ଜେଏଲ୍ଟି ଯାହା ଲେଖା ତାର, ଖରାର ଲେଖା ଖରାର, ବଡ଼ି ପକା ଲେଖାର ବଡ଼ି ପକାର। ଯଦି ଖରା ନହେଲା ବଡ଼ିର କଲର ଆଇବ ନାହିଁ, କଳା ପଡ଼ିଯିବ। କଳା ପଡ଼ିଯିବ କ'ଣ, ଫିମ୍ପି ମାରିଦେବ, ତାପରେ ଯାହା ହେବ ବୁଝା ହେବ। ହଉ, ଏତିକି କହି ମୁଁ ରଖୁଛି। ବାକି ପରବର୍ତ୍ତୀ ପର୍ଯ୍ୟାୟରେ ପର୍ଯ୍ୟାଲୋଚନା ଆଉ ସମାଲୋଚନା କରାଯିବ। ଧନ୍ୟବାଦ।